ତମେ ତ ଜାଣିଛ ମୁଁ କ'ଣ ପାଇଁ ଏ ମିଟିଂ ଡାକିଛି। ପହଲଗାମରେ ପାକିସ୍ତାନ ଆତଙ୍କବାଦୀ ମାନେ ହାମଲା କରିଦେଲେ। ଆମର ଇଣ୍ଡିଆ ଲୋକକୁ କେତେ ଜଣକୁ ମାରିଦେଲେ ବିନା ଦୋଷରେ। ଆମେ ସେଥିପାଇଁ ବହୁତ ଦୁଃଖୀ। ଆମେ କେମିତି ତା'ର ବଦଲା ନେବା ତା ପାଇଁ ମୁଁ ଏଇ ବୈଠକ ଡାକିଛି। କୁହନ୍ତୁ ସମସ୍ତେ। ହଁ ହଁ ମାରିବା ନା, ଛାଡ଼ିବାନି। ରାତି ଅଧରେ ମାରିବା ତାଙ୍କମାନଙ୍କୁ, ଯେମିତି ହଉ ପଛକେ। ଆମେ ୟାର ବଦଲା ଯେମିତି ହଉ ନେବା। ହଁ ହଁ ଠିକ୍ କଥା। ହଁ ହଁ ଠିକ୍ କଥା। ଓକେ, ଜୟ ହିନ୍ଦ। ଜୟ ହିନ୍ଦ, ଜୟ ହିନ୍ଦ, ଜୟ ହିନ୍ଦ। ଆରେ କୁନା ଜାଣିଛୁ ଗୋଟେ କଥା? କ'ଣ? ଆରେ ମୁଁ କାଲି ନ୍ୟୁଜ୍ ଦେଖୁଥିଲି। ଏଇ ଯେଉଁ ଆମର ପହଲଗାମ ଆଟାକ୍ ଯେଉଁ ହେଇନଥିଲା, ମୋଦି ସରକାର କହୁଥିଲେ ତାର ମାନେ ବଦଲା ନେବେ କହିକି, ବୁଝିପାରିଲୁ? ନା ଏବେ ସେସବୁ କିଛି ହେବନି। ବଦଲା କିଛି ହେବନି। ତୁ ଦେଖେ, ଯୁଦ୍ଧ ହେବନି ଟୋଟାଲି। ହଁ ରେ ହବ। ତୁ ଜାଣିନୁ, ତୁ କିଛି ଜାଣିନୁ। ଖାଲି କହି ଯୁଦ୍ଧ ହେବନି, ତୁ ସବୁ ତ ଜାଣିଦେଇଛୁ ଯୁଦ୍ଧ ହେବନି ବୋଲି। ଶୁଣ, ଦେବି ଗୋଟେ ଜାବଡ଼ା ନଟାକୁ ଯେ ତ ଚଷମା ବାହାର କରିଦେବି, ଜାଣିଛୁଟି? ଶୁଣ, ମୁଣ୍ଡରେ ଚୁଟି ନାହିଁ, ତୁ ଶୁଣ ସବୁ ଜାଣିଦେଇଛୁ ନା ରେ। ଭାଇ ଇଣ୍ଡିଆ ବାଲା ଯୁଦ୍ଧ କରିବେ ବୋଲି କହୁଛନ୍ତି ତାଙ୍କ ମନ୍ତ୍ରୀ। ଆଉ ଆମେ କ'ଣ କରିବା, ଆମକୁ ଡର ଲାଗିଲାଣି। ଆରେ ବାଳ, ତୁ କ'ଣ କିରେ ଡରି ଯାଉଛୁ? ତୁ ଜାଣିନୁ ତୋ ପାଖରେ ତୋ ଭାଇ ଅଛି। କିଏ ମାରିବ? ଇଣ୍ଡିଆ ବାଲା ମାରିବ, ତାଙ୍କ ମନ୍ତ୍ରୀ କହୁଛନ୍ତି। ହଉ ଦେଖିବା ଆଉ। ଇଣ୍ଡିଆ ଯଦି ମାରିବ ଆମେ କ'ଣ ଛାଡ଼ିଦେବା? ଆମେ ବି ମାରିବା। ତମର ଭାଇ ବଡ଼ ବଡ଼ କଥା। ଗୋଟିଏ ବମ୍ ପକେଇଲେ ତମେ କୁଆଡ଼େ ଯାଇକି ଲୁଚିବ? ତମେ କହିବ ଆମେ ମାରିବା। ହଁ ଦେଖିବା ତମେ କେମିତି ମାରିବ, ଆମେ ବି ଦେଖିବୁ ଆଉ। ଆରେ ଆମ ପାଖରେ ପରମାଣୁ ବମ୍ ଅଛି। ଆମେ ଏକାଳେ ପକେଇଦେବା, ଇଣ୍ଡିଆ ଅଧେ ପଳେଇବ, ବୁଝିପାରିଲୁ? ବାଳ ସେ ଫୁଟୁଛି ନା ନାଇଁ ଦେଖ ଆଗ। ହେ ଭାଇ ବମ୍, ଭାଇ ବମ୍ ପଡ଼ିଗଲା। ଆରେ କୋଉଠି ରେ, କୋଉଠି? ପଳେଇବା, ଚାଲ କୋଉଠିକି ପଳେଇବା। ନହେଲେ ମାରିଦେବେ, ମାରିଦେବେ। ତମେ ଏଇନା କହୁଥିଲ ମୁଁ ମାରିବି ସମସ୍ତଙ୍କୁ। ଏ ନାଇଁରେ, ମୋତେ ଡର ଲାଗୁଛି। ଚାଲ ପଳେଇବା। ମୋ ବାଳ ବନ୍ଧୁକଟା ଆଣିବା ଭୁଲି ଯାଇଛି ରେ। କି ବାଳ ଆତଙ୍କବାଦୀ ତମେ? ଏଥର କହୁଛ ମୁଁ ସମସ୍ତଙ୍କୁ ଉଡ଼େଇ ଦେବି।